ପୁଣି ଦେଖିବା ସେଇ କର୍କଟ ରାଶି 4 10 କର୍କଟ ମେଷ ମେଷ କର୍କଟ ଦଶମ ଚତୁର୍ଥ ରାଜଟକ ଏକୁ ଆମେ ଦେଖିବା। ତାର ଭିତରେ ପେଚ ଅଛି 7/4 କର୍କଟ 1 ମେଷ ମଧ୍ୟ ନାଡ଼ି ନାଗ ନାଡ଼ି ବିବାହର ମୋଟେ କରିବେ ନାହିଁ। ଗଣ ଠିକ୍ ଅଛି କିନ୍ତୁ ମଧ୍ୟମ ନାଗ ନାଡ଼ି ହେବନି। 7/4 କର୍କଟ 2 ମେଷ ଆଖି ମୁଜି ଦିଅନ୍ତୁ ବାହାର କରନ୍ତୁ କିଛି ଅସୁବିଧା ନାହିଁ। 7/4 କର୍କଟ 3 ମେଷ ଦେବତା ଦାନବ କାହିଁକି କରିବ କାହିଁକି ଖେଟିଆଖେଟି ହେବେ କାହିଁକି ବାପା ମାଆଙ୍କର ଅଶାନ୍ତି ହେବ କାହିଁକି ପୁଅ ମୁଖ ନ ପଡ଼ିବ କାହିଁକି ବୁଝାମଣା କିଛି ନାହିଁ କିଛି ବୁଝାମଣା ନାହିଁ। ନାଗ ସାପ ପାଖରେ ତମ୍ପ ସାପ ରହିପାରିବନି ତ ନାଗ ପାଖରେ ମାଟି ବିଡ଼ାଳି ରହିପାରିବନି ସେ ଗୋଟିଏ ସାପ ହେଲେ କ'ଣ ରହିପାରିବନି ନାହିଁ ପୂର୍ବରୁ ବିଚାର ନାହିଁ। 8/4 କର୍କଟ 1 ମେଷ ଉତ୍ତମ ମେଳକ 8/4 କର୍କଟ 2 ମେଷ ଉତ୍ତମ ମେଳକ 8/4 କର୍କଟ 3 ମେଷ ଦେବତା ଦାନବ ନାଗ ନାଡ଼ି ବିବାହର ମୋଟେ କରନ୍ତୁ ନାହିଁ ବହୁତ କ୍ଷତି ହେବ। 9/4 କର୍କଟ 1 ମେଷ ଦେବତା ଦାନବ ବିବାହ ନାସ୍ତି 9/4 କର୍କଟ 2 ମେଷ ବିବାହ ନାସ୍ତି ଦେବତା ଦାନବ 9/4 କର୍କଟ 3 ମେଷ ନାଗ ନାଡ଼ି ବିବାହ ହୋଇପାରିବ ନାହିଁ। ତାହେଲେ ଏମାନେ କ'ଣ ବାହା ହେବେନି ହେବେ ରାଜଟକ ନ ହେଉ ନବମ ପଞ୍ଚମ ଦେଖାଯିବ ମିତ୍ର ଷଷ୍ଠାଷ୍ଟକ ତାପରେ ଏମିତି ସବୁ ଅଛି ବହୁତ ଆଉ ବିଚାର ଅଲଗା ବିଚାରରେ ହେବ କିନ୍ତୁ ଏ ବିଚାରରେ ବାହାର ହୋଇପାରିବ ନାହିଁ। ପୁଣି ଦେଖିବା କର୍କଟକୁ ବୃଷ ଏକାଦଶ ତୃତୀୟ ରାଜଟକ କର୍କଟକୁ ବୃଷ ଉତ୍ତମ ମେଳକ ରାଜଟକ ଅଛି ନା ଉତ୍ତମ ମେଳକ ତା ଭିତରେ ଫେର ବେଚ ଅଛି। 7/4 କର୍କଟକୁ 3/2 ଦେବତା ଦାନବ ବିବାହ ନାସ୍ତି 7/4 କି 4/2 ମଧ୍ୟନାଡ଼ି ନାଗନାଡ଼ି ହୋଇପାରିବ ନାହିଁ। 7/4 କି 5/2 ବଢ଼ିଆ ହେବ ଏ ଦେବତା ଆଉ ସେ ଦେବତା ନାଗନାଡ଼ି ନାହିଁ ବଢ଼ିଆ ହେବ। 8/4 କର୍କଟ 3/2 ବୃଷ ହେବ ନାହିଁ ଦେବ ଦାନବ ହୋଇପାରିବ ନାହିଁ। 8/4 କି 4/2 ଆଖି ମୁଜି କରନ୍ତୁ କିଛି ଅସୁବିଧା ନାହିଁ। 8/4 କି 5/2 ଆଖି ମୁଜି କରନ୍ତୁ ବଢ଼ିଆ ହେବ। 9/4 କି 3/2 ବିବାହ ହେବ ନାହିଁ ନାଗନାଡ଼ି 9/4 କି 4/2 ଦାନବ ଦେବତା ବିବାହ ହୋଇପାରିବ ନାହିଁ ଦାନବ ହୋଇପାରିବ ନାହିଁ ଦାନବ ମାନବ ଦେବତା ନୁହଁ ମାନବ ହୋଇପାରିବ ନାହିଁ। 9/4 କି 5/2 ଦାନବ ଦେବତା ହୋଇପାରିବ ନାହିଁ। ତାହେଲେ ସେମାନେ ବାହା ହେବେନି ବାହା ହେବେ ଅନ୍ୟାନ୍ୟ ମେଳକ ଅଛି ଏ ରାଜକରେ ଏ ରାଜଜଟକରେ କାହା କଥାରେ ପଡ଼ି ଆଜ୍ଞା ମୋଟେ ବାହାର କରନ୍ତୁନି ସ୍ୱାମୀ ସ୍ତ୍ରୀରେ ମୋଟେ ପଡ଼ିବନି। ଆଜିକାଲି ଯେଉଁ ସମସ୍ୟା ଯେଉଁ ପ୍ରକାର ପାଲା ଦୁନିଆ ପାଲା ସୃଷ୍ଟି ହେବ ତା ଭିତରେ ପେଚୁଟା ପଶିବ ନା କିଏ କହିବ ଭଲ ପାଇଛି ମୁଁ ଘିନି ଆଇଲି ସେଟା ଆମକୁ ମିଳିବ। କାହା ଇଚ୍ଛା ହେବ କିଏ ମହାନଦୀ 8 କିଲୋମିଟର ପହଁରିକି ଯିବ ମୁଁ ତ 2 କିଲୋମିଟର ପହଁରି ପାରିବିନି ତା କଥାରେ ମୋ କ'ଣ ମିଳିବ ମୁଁ ମୋ କଥା କରିବି ନା ଆଉ। ଆରେ ମୁଁ ଯଦି ଧର୍ମ କରିବି ମୁଁ ଯଦି ସୂର୍ଯ୍ୟଙ୍କୁ ପାଣି ଦେବି ମୁଁ ଯଦି ବାପା ମା ସେବା କରିବି ମୁଁ ଯଦି ବନ୍ଧୁବାନ୍ଧବ କଥା ମାନିବି ମୁଁ ଯଦି ମୋ କଥା ମୋ ଲାଇନରେ ବୁଝିବି ମୁଁ ମଲା ବେଳକୁ ତା ଫଳ ମୁଁ ସୁଫଳ ପାଇବି। ମୁଁ ଯଦି କାହା କଥାରେ ପଡ଼ିକି ଚୋରି କରିବି ମଣିଷ ମାରିବି ଜେଲ୍ ଯିବି କୁଫଳ ପାଇବି। ନିଜ କଥା ନିଜେ କରିବ କାହା କଥା ଶୁଣିବା ନାହିଁ। ସିଏ ଘିନିଆଲେ ସେ ଭଲରେ ଅଛି ଆମେ କାହିଁକି ଜାତକ ସୁଝିଆ ହେବ ସିଏ ଘିନିଆଲେ ଭଲରେ ଅଛି ତା ସେ ଭଲ ଅଛି ସେ ଘିନିଆଲେ ଭଲ ହେବ। ତୁମେ ବିବାହ ମେଳ କଲେ ଉତ୍ତମ ଜାତକ ସୁଝିବାକୁ ପଡ଼ିବ। ପରବର୍ତ୍ତୀ ଅଛି।